ନମସ୍କାର। ଆଜିଠୁ ମୁଁ ଆମ ଭାରତବର୍ଷର ଇତିହାସର ଏକ ନିଷ୍ଠୁର ନଗ୍ନ ସତ୍ୟ ନେତାଜୀଙ୍କ ଉପରେ କିଛିଟା ଭିଡ଼ିଓ କରିବାକୁ ଯାଉଛି। ନେତାଜୀଙ୍କ ଉପରେ ମାନେ ନେତାଜୀ ସ୍ୱାଧୀନତା ସଂଗ୍ରାମର ଏଭଳି ଜଣେ ବୀର ଯୋଦ୍ଧା ଥିଲେ ଯାହାଙ୍କୁ ନେଇ ଆଜି ପର୍ଯ୍ୟନ୍ତ ରହସ୍ୟ ଘେରି ରହିଛି। ରହସ୍ୟ କ'ଣ? ନେତାଜୀ ମୃତ ନା ଜୀବିତ? ଆଜି ଯାଏ କୌଣସି ଏକ ନିର୍ଦ୍ଦିଷ୍ଟ ସତ୍ୟ ପାଖରେ କେହି ପହଞ୍ଚି ପାରିନାହାନ୍ତି। ଏହା ମଧ୍ୟ ଏକ ମିଥ୍ୟା ଅପପ୍ରଚାର। ତେବେ ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କର ଭୂମିକା କ'ଣ ଥିଲା ଏବଂ ମୁଁ ଯେଉଁ ନେତାଜୀଙ୍କ ଉପରେ କେତୋଟି ସିରିଜ ଭିଡ଼ିଓ ଆଜିଠାରୁ ଆରମ୍ଭ କରୁଛି, ଆମର ମୂଳ ଲକ୍ଷ୍ୟ ରହିବ ଏବଂ ମୂଳ ପ୍ରଶ୍ନ ରହିବ, ନେତାଜୀ କ'ଣ ପ୍ରକୃତରେ 1945 ଅଗଷ୍ଟ 18 ତାରିଖରେ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ନା ନେତାଜୀ ଏବେ ବି ଜୀବିତ ଅଛନ୍ତି? ଏବେ ବି ଜୀବିତ ଅଛନ୍ତି ନା ନାହିଁ? ନାହିଁ ଯଦି ମୃତ୍ୟୁବରଣ କରିଥିଲେ ତାହେଲେ କେବେ କରିଥିଲେ? ଏହି ରହସ୍ୟ ଉପରୁ ପରଦା ମୁଁ ଉଠାଇବାକୁ ଚାହୁଁଛି। ମୋର ନେତାଜୀଙ୍କ ଉପରେ ଦୁଇଟି ବହି, ଗବେଷଣାତ୍ମକ ବହି ଅତୀତରେ ପ୍ରକାଶ ପାଇଛି। ନିଖୋଜ ନେତାଜୀ, ମାନେ ସେଇ ତଥାକଥିତ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇଥିଲା ନା ନାହିଁ ନେତାଜୀ ନିଖୋଜ ହେଇଯାଇଥିଲେ, ତା ଉପରେ ଗୋଟେ ବହି, ଏବଂ ଦ୍ୱିତୀୟ ବହିଟାରେ ଲେଖା ହେଇଛି ମିଳିଲେ ନେତାଜୀ, ଯେ ନେତାଜୀ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇନଥିଲା, ସେ ଜୀବିତ ଥିଲେ ଏବଂ ଏହି ଭାରତବର୍ଷରେ 1985 ମସିହା ଯାଏଁ ଥିଲେ। ତା ଉପରେ ଆପଣମାନେ ଭାବିପାରନ୍ତି ନେତାଜୀ କ'ଣ ଭାରତବର୍ଷରେ ଥିଲେ? ଯଦି ଥିଲେ କାହିଁକି ସେ ଆତ୍ମପ୍ରକାଶ କଲେନି? ଏଇ ଯେଉଁ ସବୁ ସାଧାରଣ ମଣିଷ ମନ ଭିତରେ ଏଇ ପ୍ରଶ୍ନ ଗୁଡ଼ିକ ଆଜି ଯାଏଁ ଉଙ୍କି ମାରୁଛି। ଏକଦମ ପ୍ରମାଣ ସିଦ୍ଧ ଡକୁମେଣ୍ଟ ସହ ମୋର ଏଇ ଦୁଇଟାକ ବହି ପ୍ରକାଶ ପାଇଥିଲା। ନିଖୋଜ ନେତାଜୀ ବହିଟି କି ସେ ସମୟରେ ତତ୍କାଳୀନ ସରକାର, ଜାନକୀ ବଲ୍ଲଭ ପଟ୍ଟନାୟକ ସରକାର କୌଣସି କାରଣ ପାଇଁ ତାର ପ୍ରଚାର ପ୍ରସାର ଉପରେ ଏକ ଅଲକ୍ଷିତ ଫତୁଆ ଜାରି କରିଥିଲେ ଏବଂ ନିଖୋଜ ନେତାଜୀ ବହିଟି ମୋର ପ୍ରକାଶ ହୋଇଥିଲା ବୋଲି ବିବିସିରେ ମଧ୍ୟ ଏହାର ସମ୍ବାଦ ପ୍ରଚାରିତ ହୋଇଥିଲା। ସେ କଥା ପରେ। ତେବେ ମୋର ବିଶ୍ୱାସ, ଆଶା, ବିଶ୍ୱାସ, ଯେଉଁମାନେ ଭାରତବର୍ଷକୁ ଭଲ ପାଉଛନ୍ତି, ନେତାଜୀଙ୍କୁ ଭଲ ପାଉଛନ୍ତି, ସେମାନେ ସମସ୍ତେ এই ନେତାଜୀଙ୍କ ଉପରେ ମୋର ଯେଉଁ ସିରିଜ ଚାଲିବ ତାକୁ ସମ୍ପୂର୍ଣ୍ଣ ଦେଖିବାକୁ ଅନୁରୋଧ କରିବି ଏବଂ ମୁଁ ସ୍ଥିର ନିଶ୍ଚିତ ଆପଣମାନଙ୍କୁ ଗ୍ୟାରେଣ୍ଟି ଦେବି ଯେ ନେତାଜୀଙ୍କ ସମ୍ବନ୍ଧରେ ଯଦି କୌଣସି ତଥ୍ୟ ସମ୍ବଳିତ ପୁସ୍ତକ ଆଜି ଯାଏଁ ଲେଖାଯାଇଛି ତାହା ହେଲା ଏଇ ଦୁଇଟି ବହି। ଅନୁଜ ଧର ବୋଲି ଜଣେ ଭାରତୀୟ ଲେଖକ, ସେ ମଧ୍ୟ ନେତାଜୀଙ୍କ ଉପରେ ଲେଖିଛନ୍ତି, କିନ୍ତୁ ମୋର এই ଦୁଇଟି ବହିର ପ୍ରକାଶର ବହୁ ବର୍ଷ ପରେ ସେ ଲେଖିଛନ୍ତି। ତାଙ୍କ ବହିରେ ମଧ୍ୟ ପ୍ରାମାଣିକ ତଥ୍ୟ ଅଛି। ସେ ବିଷୟକୁ ନ ଯାଇ ବର୍ତ୍ତମାନ ନେତାଜୀଙ୍କ ସମ୍ପର୍କରେ ମୁଁ ଚାହୁଁଛି କହିବା ପାଇଁ, ଆଜିଠାରୁ এই ସିରିଜ ଆରମ୍ଭ ହେଲା। ମୋତେ ରକ୍ତ ଦିଅ, ମୁଁ ତୁମକୁ ଦେବି ସ୍ୱାଧୀନତା। ହଁ, ଆଜି ମଧ୍ୟ ଏକ ଆଗ୍ନେୟ ସନ୍ତ୍ରାସ ସୃଷ୍ଟି କରେ ଏ ଉଦାତ୍ତ ଆହ୍ୱାନ।
ଆମର ଏ ସହସ୍ର ସ୍ୱପ୍ନ ଭଙ୍ଗର ସୁଶୀତଳ ସୀମାନ୍ତରେ। ଧ୍ୱନି ତାର ଫେରି ଆସେ ପ୍ରତିଧ୍ୱନି ହୋଇ ଏବଂ ପିଟୁଥାଏ ଆମର ଏ ସୌଖିନ ବୈଠକଖାନାର ସଫେଦ କାନ୍ଥରେ। ଏ ଜାତିର ଅବଚେତନରେ କଡ଼ ଲେଉଟାଏ ଅତୃପ୍ତ ଅତୀତ, ଚେତନାର ଚାରିପଟେ ତାଣ୍ଡବ ରଚନା କରେ ଦୁରନ୍ତ ଦୁର୍ଦ୍ଦାର ଗୋଟାଏ ବିକ୍ଷୁବ୍ଧ ବୈଶାଖୀ, ଡେଣା ପିଟେ ଇତିହାସର ଆହତ ଇଗଲ। ହଁ, ଆମର ଏ ଧୂମାଳ ଦିଗନ୍ତର ରକ୍ତାକ୍ତ ପୃଷ୍ଠଭୂମିରେ ସେ ଏକ ଦୁର୍ଦାନ୍ତ ଘୂର୍ଣ୍ଣି, ନେତାଜୀ ସୁଭାଷ। ଭାରତ ମାତାର ଲାଞ୍ଛିତ ଲଲାଟ ଉପରେ ଅଗ୍ନିସ୍ନାତ ଅତୀତର ଏକ ବିନ୍ଦୁ ଅସମାପ୍ତ ଅଶ୍ରୁ। ଶାନ୍ତିର ଏ କୃତ୍ରିମ କାନନରେ କଣ୍ଟକିତ କ୍ରାନ୍ତିର କାରୁଣ୍ୟ, ଅନ୍ତହୀନ ଏକ ଉତ୍ତପ୍ତ ଉଚ୍ଛ୍ୱାସ। ଆଜି ମଧ୍ୟ ନେତାଜୀଙ୍କୁ ନେଇ ନାନା ପ୍ରଶ୍ନବାଚୀ, ଏଠି କୁହେଳିକା ସେଠି ପ୍ରହେଳିକା। ସେ ମୃତ ନା ଜୀବିତ, ଏ ସମ୍ପର୍କରେ ବହୁବାର ଭଉଁରୀ କାଟିଛି ବିତର୍କର ବାତ୍ୟା। କୁହୁଡ଼ି ଭିତରୁ ଆଜି କିନ୍ତୁ ଝଲସି ଉଠୁଛି ଝଡ଼ର ଦିହୁଡ଼ି, ଶବ୍ଦାୟିତ ହୋଇ ଉଠୁଛି ଶତାବ୍ଦୀର ସତ୍ୟପାଠ। ମୁଁ ଜଷ୍ଟ ଆପଣଙ୍କୁ ଟିକେ नेताजींकर निज भाषा रे चलो दिल्ली दोस्तों, आप लोग मत घबराइए, मैं यकीन दिलाता हूं अब तक बर्तानिया का किस कल कारखाना में ऐसी हत्यार नहीं निकली जो कि सुभाष चंद्र बोस को मार सके। बंधुगण, आपण माने विब्रत हुंतु नहीं, मु विश्वास देउची आज पर्यंत ब्रिटिश सरकार रो कौनसी कल कारखाना रे एपरी अस्त्र बाहरी नहीं जहाँकि सुभाष चंद्र बोस को मारी पारिबो। ये हूँ नेताजी निज स्वर रे से समय रे जो रेडियो से वार्ता दौथिले आजाद हिंद फौज सैन्य मानकु। बंधुगण, वर्तमान अग्नि परीक्षार बेल उपस्थित। बंदिनी भारत मातार मुक्ति पाई तार चरण कमल तले आमे सबु निजकु बलि देबाकु हेबो। स्वाधीनतार मूल्य हेबो रक्त। दिल्लीर पथ हेबो आम पई स्वर्गर पथ। समस्त बाधा विघ्न अतिक्रम करी आगे जिबा आमे दिल्लीर पथरे। एथिरे भगवान आमर पूर्ण सहायक हेबे। देशर स्वाधीनता पाई जीवनर मूल्य देबाकू आम्भे माने पश्चातपद नहु। शुण शुण बंधुगण, निजर रक्त डाक देउची। रक्त को रक्तर डाकरा। उठ जाग दिल्ली चलो। जय हिंद डाक देई शत्रुर बक्षरे संगीन चलाओ। जालियान बागर असंख्य शहीद, बंगलार सिराजउद्दौला, मोहनलाल, खुदीराम, हायदर अली, भेलुता पाप्पा, साहेब भोसला, महाराष्ट्र पेशवा बाजीराव, अयोध्यार बेगम, पंजाबर भगत सिंह, सरदार श्याम सिंह आतिरवाला, झांसीर रानी लक्ष्मीबाई, तांतिया टोपी, कुमराओर महाराज कुनवार सिंह, नाना साहेब, टीपू सुल्तान, चांद बीबी, ओडिशार चाखी खुंटिया ओ आमर शेष सम्राट बाहादुर शाह प्रभृति असंख्य वीर शहीद गण कातर कंठरे आम्भ मानकु आह्वान करुचंती। उठ, प्रतिशोध नियो, चलो दिल्ली, दिल्ली चलो, जय हिंद। चलो दिल्लीर ए गुरु गंभीर चलो दिल्लीर ए गुरु गंभीर रणहुंकार थिला भारत मातार सेही सुयोग्य संतान, विपुल प्रतिभा संपन्न, स्वदेशाभिमानी, सर्वधर्म समन्वयवादी, दुर्दांत, दुर्दश, दुसाध्य, कर्मवीर और विस्मयकर व्यक्तित्व वीर योद्धा नेताजी सुभाष चंद्र बोसकर। यही थिले नेताजी सुभाष चंद्र बोस। स्वाधीनता संग्राम रे जदि केही जणिए मात्र कौनसी क्षमता लोभर बशवर्ती होई स्वाधीनता संग्राम रे झास देइथिले से थिले एकमात्र नेताजी सुभाष चंद्र बोस। ता नहेले से गांधीजी होंतु बा जेते जी होंतु समस्तंकर माने से समयर आगधाड़ीर नेता मानकर मन भितर
ସ୍ୱାଧୀନତା ପରେ କ୍ଷମତାକୁ ନେଇ କିଛି ନା କିଛି ଲାଳସା ଥିଲା। एकमात्र नेताजी सुभाष चंद्र बोस भावुंट से समय आईसीएस चाकरी बर्तमान जमी आईएएस चाकरी आईसीएस चाकरी रे उत्तीर्ण होला पर मध्य जड़े से सुख सुविधा एवं एक क्षमतापूर्ण जीवन उपभोग को परित्याग करी केवल भारत मातार स्वाधीनता पाई रणहुंकार दे नथिले तांकर समग्र जीवनटा को समर्पित कर देइथिले एई थिले नेताजी सुभाष चंद्र बोस। किंतु मु स्वाधीनता संग्रामर कथा कहिया को जाउनी। मु आपण मानकु स्पष्ट भाव में जणै देबा को चाहूची आज पर्यंत आमको जो कुहा जाइछि 1945 मसीहा अगस्ट 18 तारिख दिन एक विमान दुर्घटना रे नेताजी मृत्यु होइतिला ताहा संपूर्ण मिथ्या प्रचार। पचारि पारंतु काई मिथ्या प्रचार तार एकमात्र कारण हैला स्वाधीनता पर प्रधानमंत्री कुर्सी खंडिक अख्तियार करिया पई बेईमान कांग्रेस दल एवं क्षमता लोभी नेहरू को षड्यंत्र शिकार होइथिले नेताजी सुभाष चंद्र बोस। एवं जेहेतु स्वाधीनता पर कांग्रेस सरकार गठन करिथिला एवं नेहरू प्रधानमंत्री होइथिले तेणु ता परठारु आमर इतिहासटा को आज पर्यंत आमर जो इतिहास लेखा गला कारण जो इतिहास लेखा गला नेहरू इतिहास लेखा पई जो ऐतिहासिक मानकु नियोजित करिथिले से सब इतिहास विकृत विकलांग एवं विभत्स आम मानकु मिछ इतिहास आज जाए पढ़े दिया जाउची। या पछरे मध्य नेहरू सरकारंकर षड्यंत्र थिला आमको कौन सी सत्य इतिहास आज जाए पढ़े दिया जाऊ ना ता नहले आपण माने थरे चिंता करंतु जो मोगल माने लुटेरा थिले भारत वर्ष ऊपर आक्रमण करथिले शासन करथिले अत्याचार करथिले लुंठन करथिले सेमानक कथा हमको आज जाए इतिहास बही पढ़ी दि जाइछि। जदि हमको पचार जाउछि बाबर पुओ किए ना अकबर हुमायूं हुमायूं पुओ किए ना अकबर अकबर पुओ किए ना शाहजहां शाहजहां पुओ किए ना औरंगजेब आमे क्रम अनुसार कहि देई पारुछे आम पार्टी रे रही जाइछि से इतिहास पढ़ी दि जाइछि जो माने आम देश को लुंठन करिया को आसीथिले। अथच आमको जदि पचार जिवो गोपबंधु पुओ किए कि गोपबंधु बापा किए कहि परिबानी नेताजी बापा किए कहि परिबानी भगत सिंह बापा किए कहि परिबानी चाखी खुंटिया कोठी थिले कहि परिबानी जो माने आम भारत मातार गर्व आम भारतीयों कथा किछि हमको इतिहास रे पढ़ी दिया गलानी जो माने हमको लुंठन करके आसीथिले सेई मान कथा पढ़ी दिया गला एइथुर कोन जानि पारु नांती इतिहास को केतिकी विकृत और विकलांग कर दिया जाइछि। जेमती कहा गला ताजमहल टाको शाहजहां तैयारी करथिले ताहा मध्य संपूर्ण मिथ्या। ताजमहल एक शिव मंदिर आपण पीएनओ को बही पढ़ंतु मोर ताजमहल बही पढ़ंतु जानि परिबे सबु किछि मिछ इतिहास को नहीं मिछ लिखि दिया जाइछि। आउ से समय रे जेहेतु नेताजी सुभाष चंद्र बोस को स्वयं गांधीजी डरुथिले एवं नेहरू डरुथिले तेणु भारतीय इतिहास रु सबुदिन पई नेताजी को पोछि दवा पई ये एक विराट षड्यंत्र शिकार होइतिले नेताजी सुभाष चंद्र बोस। तेणु नेताजी जे विमान दुर्घटना रे मृत्युवरण करथिले एई मिथ्याटी की आज जाए प्रचार करि दिया जाई चलीछि ता न होइतिले आपण माने भाबु नाहंती जदि एटा सत्य
सरकारी स्तर रे सरकारी कल कहगला नेहरू समय कहगला सारा विश्व रे प्रचार करागला जे 1945 अगस्ट 18 तारिख रे एक विमान दुर्घटना रे जापान रो ताइहुक विमान बंदर रे नेताजी प्राण गला हारी जदि एटा सत्य एवं सरकारी नथिपत्र रे एटा लेखा गला मोर भारत सरकार को प्रश्न आज पर्यंत नेताजी जयंती जन्म जयंती जनवरी 23 1896 96 कि 97 आपण देखने नेताजी जन्म जयंती जनवरी 23 रे पालन करा जाउची जदि सरकारी कल अनुसार नेताजी मृत्यु प्रकृत रे हिथिला ताहले प्रति वर्ष अगस्ट 18 तारिख दिन तांकर मृत्यु श्राद्ध वार्षिकी काईकी पालन करा जाउ नाही काईकी सरकार लांगुड़ जाकी दउचंती कारण तांकर प्रकृत रे विमान दुर्घटना रे मृत्यु हेई नथिला तेबे विमान दुर्घटना जदि मृत्यु हेई जाइथिला बोली सरकारी कल रे कहा गला मोर प्रश्न नेहरू प्रधानमंत्रित्व समय रे 1956 मसीह नेताजी विमान दुर्घटना मृत्यु होइछि कि नहीं से गोटे कमिशन बसी शहानवाज खां कमिटी नेहरू बसई एवं जेहेतु शहानवाज खां नेहरू मंत्रिमंडल जने मंत्री थिले से रिपोर्ट रे ये जो कमिशन बसे सरकार जहाँ चाहती से अनुसार कमिशनर रिपोर्ट आसी थाए ताहा आज जाए चली तेणु शहानवाज खां कमिटी रिपोर्ट देला जे नेताजी विमान दुर्घटना रे मरी थिले ठीक अच्छे आमे मानि नेलु 1956 कथा जदि नेहरू बसई थिबा तदंत कमिशन शहानवाज कमिटी तांको रिपोर्ट रे कहिला सुभाष बोस विमान दुर्घटना रे मरी थिले ताहले पुणी काईकी नेहरूंकर कन्या इंदिरा गांधी 1987 मसीह तार 14 वर्ष पर पुणी थे आउ गोटे कमिशन बसेले खोसला कमिशन अरे जदि तुम बापा नेहरू कहीदेले जे कमिशन बसला शहानवाज कमिटी कहला जे नेताजी विमान दुर्घटना मृत्यु होईची ताले पुणी आउ कौन असुविधा रहिला तांकर झियो इंदिरा गांधी तांको प्रधानमंत्रित्व समय पुणी द्वितीय कमिशन बसेले 1970 मसीह खोसला कमिशन ता अर्थ शहानवाज कमिटी जो रिपोर्ट देइथिला सेटा संदेह युक्त ताकू भारतवर्षी ग्रहण करी नाहंती बोली आउरी गोटे कमिटी बसेले झियो इंदिरा गांधी खोसला कमिशन मध्य तांकर रिपोर्ट रे कहिले जे नेताजी विमान दुर्घटना मृत्यु होईची ठीक अच्छे आम आपको मानि नेलु ता भी जदि सत्य दुईटा कमिशन जदि कहले नेताजी विमान दुर्घटना मृत्यु होईची ताले पुणी कौन रहिला जेत अटल बिहारी वाजपेयी प्रधानमंत्री होइथिले 1959 मसीह पुणी तृतीय कमिशन बसिला मुखर्जी कमिशन जदि दीटा कमिशन कहले तांकर विमान दुर्घटना मृत्यु होईची ताले पुणी काईकी 1959 मसीह कौन बुझीपन तो प्राय 43 वर्ष पर पुणी आउ गोटे कमिशन बसुची से तांकर मृत्यु को नहीं मुखर्जी कमिशन को रिपोर्ट जदि पढ़िबे मोर मिलिले नेताजी बही मु तांकर रिपोर्ट लिखिची मुखर्जी कमिशन प्रथम थर पे कहले नेताजी विमान दुर्घटना मृत्यु होई नाही मोर प्रश्न जदि प्रकृत रे नेहरू गवर्नमेंट जानिला जे नेताजी विमान दुर्घटना मृत्यु होईची ताहले तीनिटा कमिशन जने लोकर मृत्यु पई काई बसिथिला 1956 रु 1969 जाए तार्थ दाल में कुछ काला है तार्थ नेताजी विमान दुर्घटना मरी नथिले एवं कहगला नेताजी जो विमान दुर्घटना मरीचंती
ତାଙ୍କର ପାଉଁଶ ଜାପାନର ରେଙ୍କୋଜି ମନ୍ଦିରରେ ଆଜି ଯାଏଁ ସେ ପାଉଁଶ ରଖାଯାଇଛି ଗୋଟେ କାଚ ବାକ୍ସ ଭିତରେ ଏବଂ ପୂଜା ପାଉଛି। ଠିକ ଅଛି, ଆମେ ତମ କଥାକୁ ତେମେ ତମକୁ କଣା ମେଣ୍ଢା ବୋଲି ଭାବିଛ, ଆମେ ଗ୍ରହଣ କରିଦେଲୁ। ଆଜି ପର୍ଯ୍ୟନ୍ତ ଯେତେ ଯେତେ ସରକାର ହେଲେଣି, ସେ କଂଗ୍ରେସ ସରକାର ହଉ ବିଜେପି ସରକାର ହଉ, ଯେତେ ସରକାର ହେଲେଣି, ନରସିଂହ ରାଓଙ୍କ ସମୟରେ ହଉ ଯାହା ସମୟରେ ହଉ, ଯଦି ସେଠି ରେଙ୍କୋଜି ମନ୍ଦିରରେ ନେତାଜୀଙ୍କର ମୃତ୍ୟୁର ଅବଶେଷର ପାଉଁଶ ରହିଛି, କେନ୍ଦ୍ର ସରକାରଙ୍କୁ କହୁଛି ସେ ପାଉଁଶକୁ ଆଣ ରେଙ୍କୋଜି ମନ୍ଦିରରୁ, ତାର DNA ଟେଷ୍ଟ କର, ସେଇଟା ପ୍ରକୃତରେ କୌଣସି ମଣିଷ ମୃତ ମଣିଷର ପାଉଁଶ ନା କୌଣସି କୁକୁର ବିଲୁଆ ଗଧିଆର ପାଉଁଶ, DNA ଟେଷ୍ଟରେ ଜଣା ପଡ଼ିଯିବ। ଆଉ ଯଦି ସେଟା କୌଣସି ମୃତ ମଣିଷର ପାଉଁଶ ହେଇଥାଏ, ସେ ପାଉଁଶଟା ପୁଣି ନେତାଜୀଙ୍କ ବଂଶର, ମାନେ ନେତାଜୀଙ୍କର ନା ନାହିଁ, ତାଙ୍କର ବଂଶଧର ମାନେ ଅଛନ୍ତି, DNA ଟେଷ୍ଟରେ ଜଣା ପଡ଼ିବ। ତାହା ମଧ୍ୟ କୌଣସି ସରକାର ଆଜି ଯାଏଁ କରିବାକୁ ସାହସ କରୁନାହାନ୍ତି। କିରେ ଦୁଧକୁ ଦୁଧ ପାଣିକି ପାଣି ହେଇଯାନ୍ତା। ରେଙ୍କୋଜି ମନ୍ଦିରରେ କୁହାଯାଉଛି ତାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ ପୋଡ଼ି ଦେଲା ପରେ ତାଙ୍କର ଯୋଉ ପାଉଁଶ ଥିଲା ସେ ପାଉଁଶଟାକୁ ସଂରକ୍ଷିତ କରି ରଖାଯାଇଛି। ଯଦି ରଖାଯାଇଛି ସେ ପାଉଁଶକୁ ଆଣ DNA ଟେଷ୍ଟ କରିଦିଅ, କଥା ସଇଲା, ସବୁଦିନ ପାଇଁ ଫାଇନାଲ ହେଇଯିବ ସେ ପାଉଁଶଟା ନେତାଜୀଙ୍କର ନା ନାହିଁ, ନା କୋଉ କୁକୁର ବିଲେଇର। ତାହା ମଧ୍ୟ ସରକାର କରୁନାହାନ୍ତି, କାରଣ ସେ ପାଉଁଶ ମଧ୍ୟ ମିଛ ପାଉଁଶ, ସେ ନେତାଜୀଙ୍କର ନୁହେଁ। ଏମିତି ଅନେକ ରହସ୍ୟ ପ୍ରହେଳୀ ଇତିହାସ ଭିତରେ ଲୁଚିକି ରଖି ଦିଆଯାଇଛି ଏବଂ ଇତିହାସର ସତ୍ୟଟିକୁ ସରକାର କେତେବେଳେ କାହାରି ଆଗରେ ଉପସ୍ଥାପନ କରିବାକୁ ଚାହୁଁନାହାନ୍ତି, ଯାହା ମୁଁ ମୋର 2ଟାକ ବହିରେ ପୁଙ୍ଖାନୁପୁଙ୍ଖ ଭାବରେ ଡକୁମେଣ୍ଟ ସହ ତଥ୍ୟ ସହ ଦେଇଛି। ଗଲା ତାପରେ କଥା ହଉଛି এই ଯୋଉ ନେତାଜୀଙ୍କର ତଥାକଥିତ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି କୁହାଗଲା, କ'ଣ ସେଇଟା? ଆ ଉପରେ ତ ସିରିଜ ଚାଲିବ, ମୁଁ ଜଣେଇ ଦଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ 1939ରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯେତେବେଳେ ଅକ୍ଷୟ ଶକ୍ତି ହାରିଗଲା, ଗୋଟେ ପଟେ ମିତ୍ର ଶକ୍ତି ଆମେରିକା, ବ୍ରିଟେନ, ଫ୍ରାନ୍ସ, ରଷିଆ, ଗୋଟେ ପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧର କଥା, ଆମେରିକା, ବ୍ରିଟେନ, ଫ୍ରାନ୍ସ, ରଷିଆ ଗୋଟେ ପଟେ ମିତ୍ର ଶକ୍ତି, ଆଉ ଅକ୍ଷୟ ଶକ୍ତି ହେଲା ଇଟାଲୀ, ଜର୍ମାନୀ, ଜାପାନ। ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଅକ୍ଷୟ ଶକ୍ତି ହାରିଗଲା, ଜାପାନ, ବ୍ରିଟେନ ମାନେ ମିତ୍ର ଶକ୍ତିଙ୍କର ସୈନ୍ୟଙ୍କ ପାଖରେ ଆତ୍ମସମର୍ପଣ କରିଦେଇଛି। ସେଇ ଦିନ ରାତିରେ ନେତାଜୀଙ୍କର ଗୋଟେ ଜରୁରୀକାଳୀନ ମିଟିଂ ବସିଛି। ଏମାନେ ହାରିଗଲେ ମାନେ, କାରଣ ନେତାଜୀ ଥିଲେ ଅକ୍ଷୟ ଶକ୍ତି ପଟେ, ଇଟାଲୀ, ଜର୍ମାନୀ, ଜାପାନ ପଟେ ଥିଲେ ନେତାଜୀ, ସେ ବ୍ରିଟେନ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଯେତେବେଳେ ହାରିଗଲେ ସେତେବେଳେ ଜାପାନ ସହରକୁ ବ୍ରିଟିଶ ସୈନ୍ୟମାନେ ମାଡ଼ି ଆସୁଛନ୍ତି ଏବଂ ଏମାନଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ। ଯେତେବେଳେ ଆତ୍ମସମର୍ପଣ କରିବାକୁ ପଡ଼ିବ, ନେତାଜୀ ବି ଆତ୍ମସମର୍ପଣ କରିବାକୁ ବାଧ୍ୟ, ଜାପାନରେ ଅଛନ୍ତି। ସେତିକି ବେଳେ ନେତାଜୀଙ୍କର ଯୋଉମାନେ କୋର କମିଟିର ସଦସ୍ୟମାନେ, ଅତି ଅନ୍ତରଙ୍ଗ ବିଶ୍ୱସ୍ତ ମାନେ ତାଙ୍କର ବନ୍ଧୁମାନେ, ସେମାନେ କହିଲେ ଆପଣ ଆତ୍ମସମର୍ପଣ କରନ୍ତୁନି। ଆପଣ ଯଦି ଆତ୍ମସମର୍ପଣ କରିଦେବେ ତାହେଲେ ଭାରତବର୍ଷର ସ୍ୱାଧୀନତା ଆହୁରି ବହୁତ ବିଳମ୍ବ ହେବ। ଆପଣ କୌଣସି ମତେ ଛଦ୍ମବେଶରେ ହଉ ବା ଯାହା ହଉ ଆପଣ ଅଣ୍ଡରଗ୍ରାଉଣ୍ଡ ହେଇଯାଆନ୍ତୁ, ଆପଣ ଆତ୍ମସମର୍ପଣ କରନ୍ତୁନି। ଆମେମାନେ ଆତ୍ମସମର୍ପଣ କରିବୁ, ଆଜାଦି ହିନ୍ଦ ଫୌଜ କରିବାକୁ ବାଧ୍ୟ। ଆଉ ଯଦି ଆପଣ ଆତ୍ମସମର୍ପଣ କରିଦେଉଛନ୍ତି ଆପଣଙ୍କୁ ନିଶ୍ଚୟ ମାରି ଦିଆଯିବ, କାରଣ ୱାର କ୍ରିମିନାଲ ହିସାବରେ ଯେତେବେଳେ ବିଚାର ହେବ ଆମମାନଙ୍କୁ ସମସ୍ତଙ୍କୁ ମାରି ଦିଆଯିବ। ଆଉ ଆପଣ ମରିଗଲେ ଦେଶ ସ୍ୱାଧୀନ ହେଇପାରିବ ନାହିଁ। ଅନ୍ତତଃ ପକ୍ଷେ ଗୋଟିଏ ଡିଆସିଲ କାଠି ରହିବା ଦରକାର। ଗୋଟିଏ ଡିଆସିଲ କାଠିର ଟିକିଏ ବାରୁଦ ଗୋଟେ ଜଙ୍ଗଲକୁ ପୋଡ଼ି ଦେବାର ସାମର୍ଥ୍ୟ ରଖେ। ଯଦି ଗୋଟିଏ ଡିଆସିଲ କାଠି ରହିଥିବ ଗୋଟେ ଅଗ୍ନିକୁଣ୍ଡକୁ ଜାଳିବାରେ ବା ଗୋଟେ ଜଙ୍ଗଲକୁ ଜାଳିବାରେ ସାହାଯ୍ୟ କରିବ। ଆପଣ ହଉଛନ୍ତି ସେଇ ଗୋଟିଏ ଡିଆସିଲ କାଠି ଯାହା ମୁନରେ ବାରୁଦ ଅଛି। ନେତାଜୀଙ୍କ ବନ୍ଧୁମାନଙ୍କର ପରାମର୍ଶରେ ନେତାଜୀ ସେ କଥାକୁ ମାନି ନେଇଥିଲେ ଏବଂ ତା ପରଠାରୁ ଆରମ୍ଭ ହୋଇଥିଲା ନେତାଜୀଙ୍କର ନିଜ ଦ୍ୱାରା
ଯୋଜନାବଦ୍ଧ ଭାବରେ ତାଙ୍କର ମିଛ ବିମାନ ଦୁର୍ଘଟଣାରେ ମୃତ୍ୟୁର କାହାଣୀ ଏବଂ ତାପରଠାରୁ ଦେଖାଯାଇଥିଲା ନେତାଜୀ କୁଆଡ଼େ ଗଲେ ଜାପାନରୁ, କୁଆଡ଼େ ଗଲେ, କୁଆଡ଼େ ଲୁଚିଲେ, କ'ଣ କଲେ ତାହା ଆଉ କେହି ଜାଣିପାରିଲେ ନାହିଁ। ବୁଝୁଛନ୍ତି ତ? ଏବଂ ଏଇ ଯେଉଁ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହେଲା ତାହା ମଧ୍ୟ, ସେ ସମ୍ବାଦ ମଧ୍ୟ, ସେ ବ୍ୟବସ୍ଥା ମଧ୍ୟ ନେତାଜୀଙ୍କର ନିଜ ସ୍ୱବୁଦ୍ଧିରୁ ତିଆରି କରାଯାଇଥିଲା। ସାରା ବିଶ୍ୱକୁ ଜଣେଇ ଦିଆଗଲା ଯେ ନେତାଜୀ ଯେଉଁ ଜାପାନର ରେଙ୍କୋଜି ଜାପାନର ତାଇହୁକ୍ ବିମାନ ବନ୍ଦରରୁ ବିମାନରେ ଉଡ଼ିକି ଯାଉଥିଲେ, ସେ ବିମାନଟା ଦୁର୍ଘଟଣାଗ୍ରସ୍ତ ହେଲା, ଜଳିଗଲା, ପୋଡ଼ିଗଲା, ନେତାଜୀ ମରିଗଲେ। ଏଇ ଯେଉଁ କଥାଟା, ଏଇଟା ନେତାଜୀ ନିଜ ପାଇଁ এই ବ୍ୟବସ୍ଥାଟା କରିଥିଲେ। ସାରା ବିଶ୍ୱ ଜାଣିବ ଯେ ସେ ମରିଗଲେ ବୋଲି ଜାଣିଲେ ତାଙ୍କୁ କେହି ଖୋଜିବେନି, କିନ୍ତୁ ସେ ଲୁଚିକି ରହିବେ ଏବଂ ସ୍ୱାଧୀନତା ସଂଗ୍ରାମଟାକୁ ପୁଣି ଆଗେଇ ନେବେ। ସେ ଏକ ବିରାଟ ରହସ୍ୟମୟ କଥା। ମୁଁ ଧୀରେ ଧୀରେ ଆପଣମାନଙ୍କୁ ଗୋଟେ ଗୋଟେ ସିରିଜରେ କହିବି। ଆପଣ ସେ ରହସ୍ୟ ଜାଣିଲେ ଅବାକ ହେବେ ଏବଂ ନେତାଜୀଙ୍କର ବୁଦ୍ଧି କେତେ ପ୍ରଖର ଥିଲା ତା ମଧ୍ୟ ଜାଣିବେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯଦି ନେତାଜୀ ମୋ କଥା ଅନୁସାରେ ଯେଉଁ ମୁଁ କହୁଛି ବିମାନ ଦୁର୍ଘଟଣାରେ ଆଦୌ ମରି ନଥିଲେ, ତେବେ ସେ ଗଲେ କୁଆଡ଼େ? ମାନେ ତିନିଟା ପ୍ରଶ୍ନ ଆମ ଆଗରେ ବର୍ତ୍ତମାନ ପ୍ରଶ୍ନ ଆସୁଛି। ସତରେ କ'ଣ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ସେଦିନ ମୃତ୍ୟୁ ହେଇଥିଲା? ମାନେ 1945 ଅଗଷ୍ଟ 18। ପ୍ରଥମ ପ୍ରଶ୍ନ, ସତରେ କ'ଣ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହେଇଥିଲା? 1 2, ଯଦି ନା, ଯଦି ସେଦିନ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେଇନି, ତେବେ ସେ ଗଲେ କୁଆଡ଼େ? এইটা ଗୋଟେ ବଡ଼ ପ୍ରଶ୍ନ ଅଛି। ଦ୍ୱିତୀୟ ପ୍ରଶ୍ନ, ତୃତୀୟ ପ୍ରଶ୍ନ, ଯଦି ବିମାନ ଦୁର୍ଘଟଣାରେ ମୃତ୍ୟୁ ହେଇନଥିଲା, ସେ କୁଆଡ଼େ ଲୁଚିକି ରହିଥିଲେ ଏବଂ ବଞ୍ଚିଥିଲେ, ତେବେ ସେ ଭାରତବର୍ଷକୁ ଫେରିଲେ ନା ନାହିଁ? ଆଉ ଯଦି ଭାରତବର୍ଷକୁ ଫେରିଲେ ତାହେଲେ ଆତ୍ମପ୍ରକାଶ କଲେ ନାହିଁ କାହିଁକି? କାରଣ ମୁଁ ଏହା ଆଗରୁ କହିଛି, ନେତାଜୀ 1985 ମସିହା ଯାଏଁ ଏଇ ଭାରତବର୍ଷରେ ଜୀବିତ ଅବସ୍ଥାରେ ଥିଲେ। ଯଦି ଥିଲେ ଆତ୍ମପ୍ରକାଶ କଲେ ନାହିଁ କାହିଁକି? କାହିଁକି ଆତ୍ମପ୍ରକାଶ କଲେ ନାହିଁ? ଏଗୁଡ଼ା ଅନେକ ଲୋକ ମୋତେ ମଧ୍ୟ ପ୍ରଶ୍ନ କରନ୍ତି। ତାର ଉତ୍ତର ମଧ୍ୟ ମୁଁ ଦେବି ଆଗାମୀ ଦିନରେ। ତେବେ ଖାଲି ଗୋଟିଏ କଥା କହିଦେଉଛି, ଯେତେବେଳେ ଭାରତବର୍ଷର ସ୍ୱାଧୀନତା ହେଲା, ଟ୍ରାନ୍ସଫର ଅଫ ପାୱାର ଉପରେ ବ୍ରିଟିଶ ସରକାରଙ୍କ ସହିତ ଭାରତ ସରକାରଙ୍କର କେତେଟା ରାଜିନାମା ସ୍ୱାକ୍ଷରିତ ହେଲା। ଯେଉଁ ଟ୍ରାନ୍ସଫର ଅଫ ପାୱାର କେଉଁ କଣ୍ଡିସନରେ ବ୍ରିଟିଶର୍ସ ମାନେ ଆମକୁ ତାଙ୍କର ପାୱାର କ୍ଷମତା ହସ୍ତାନ୍ତରିତ କରି ଚାଲିଯିବେ। କ୍ଷମତା ହସ୍ତାନ୍ତର ଯେଉଁ ହେଲା, ସେଥିପାଇଁ କେତେ ଗୁଡ଼ିଏ ଚୁକ୍ତିନାମା ସ୍ୱାକ୍ଷର ହେଲା। ସେଇ ଯେଉଁ ଟ୍ରାନ୍ସଫର ଅଫ ପାୱାର, ସେ 6 ଖଣ୍ଡ ବହିରେ ପ୍ରକାଶିତ। ଯିଏ ଚାହିଁଲେ ତାକୁ ମଧ୍ୟ ଚାହିଁବ, ଯିଏ ରିସର୍ଚ୍ଚ କରିବ, ଦେଖିପାରିବ, ପଢ଼ିପାରିବ। ସେ ଯେଉଁ ଟ୍ରାନ୍ସଫର ଅଫ ପାୱାରର 6th ଭଲ୍ୟୁମ୍, 6ଠ ଖଣ୍ଡରେ କ୍ଲିୟର କଟ୍ ଲେଖା ହେଇଥିଲା ଯେ ନେତାଜୀଙ୍କୁ ୱାର କ୍ରିମିନାଲ ହିସାବରେ, ଯେହେତୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଭାଗ ନେଇଥିଲେ, ତେଣୁ ଜଣେ ଯୁଦ୍ଧ ଅପରାଧୀ ବିଷୟରେ ଜାତିସଂଘରେ ତାଙ୍କ ନାମ ପଞ୍ଜୀକରଣ ହେଇଥିଲା ଯେ ସେ ଜଣେ ଯୁଦ୍ଧ ଅପରାଧୀ। ଏବଂ ବ୍ରିଟିଶ ସରକାରଙ୍କ ସହିତ ଆମର ଯେଉଁ ଚୁକ୍ତିନାମା ହେଇଥିଲା, ଯେଉଁ ଟ୍ରାନ୍ସଫର ଅଫ ପାୱାର, ତାର 6ଠ ଭଲ୍ୟୁମରେ କ୍ଲିୟର କଟ୍ ଆମର ଚୁକ୍ତିରେ ଲେଖା ହେଇଥିଲା ଯେ ନେତାଜୀ ହେଲେ ଜଣେ ୱାର କ୍ରିମିନାଲ। ସିଏ ଯେତେବେଳେ ଧରା ପଡ଼ିବେ ତାଙ୍କୁ ମାରି ଦିଆଯିବ, କାରଣ ସେ ଜଣେ ୱାର କ୍ରିମିନାଲ। ଯଦି ଜଣଙ୍କ ନାଁରେ ବିଶ୍ୱ ସ୍ତରରେ ୱାର କ୍ରିମିନାଲ ହିସାବରେ ଡିକ୍ଲେୟାର କରାଯିବ ଏବଂ ଚୁକ୍ତି ଅନୁସାରେ ଲେଖାବ, ତାଙ୍କୁ ଧରିଲେ ମାରିଦେବ, ସେ ଲୋକଟା କ'ଣ ଆତ୍ମପ୍ରକାଶ କରିବାକୁ ଚାହିଁବ କି? ଏବଂ ନେହେରୁ ଯେ କିଭଳି ବେଇମାନ କରିଥିଲେ, এই ଯେଉଁ ପରିବାରଟା ଭାରତବର୍ଷର କିଭଳି ବିଶ୍ୱାସଘାତକ ବେଇମାନ ପରିବାର, সেই ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେତେବେଳେ ନେତାଜୀ କୁଆଡ଼େ ଗଲେ କେହି ଜାଣିପାରିଲେନି, କିନ୍ତୁ ନେହେରୁ ଜାଣିଥିଲେ ଯେ ନେତାଜୀ ବିମାନ ଦୁର୍ଘଟଣାରେ ଆଦୌ ମୃତ୍ୟୁବରଣ କରିନାହାନ୍ତି। ତେଣୁ ସେ ସମୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ
ଅଟଲିଙ୍କ ପାଖକୁ ଗୋଟେ ଚିଠି ଲେଖିଥିଲେ। ସେ ଚିଠିରେ କ'ଣ ଲେଖା ହେଇଥିଲା ସେଇଟା ମୁଁ ପଢିକି ଶୁଣଉଛି। ସେଇଟା ହଉଛି 26/12/1945 ମସିହାର ଚିଠି। 1947 ନୁହଁ, 47 ଦେଶ ସ୍ୱାଧୀନ ହେଲା। ନେହେରୁ ଚିଠି ଲେଖୁଛନ୍ତି ଅଟଲିଙ୍କ ପାଖକୁ। ପ୍ରିୟ ଶ୍ରୀ ଅଟଲି, ବିଶ୍ୱାସ ସୂତ୍ରରୁ ମୁଁ ଜାଣିବାକୁ ପାଇଲି ଯେ ଆପଣମାନଙ୍କର ଯୁଦ୍ଧ ଅପରାଧୀ ସୁଭାଷ ଚନ୍ଦ୍ର ବୋଷକୁ ଷ୍ଟାଲିନ ରଷିଆରେ ଆଶ୍ରୟ ଦେଇଛନ୍ତି। ଏହା ସ୍ପଷ୍ଟ ଭାବେ ରଷିଆନ ମାନଙ୍କର ପ୍ରତାରଣା ଓ ବିଶ୍ୱାସଘାତକତାର ନମୁନା। ରୁଷିଆ, ବ୍ରିଟେନ ଓ ଆମେରିକା ସହ ମୈତ୍ରୀ ବନ୍ଧନରେ ଆବଦ୍ଧ। ତେଣୁ ଏ କାମ କରିବା ସେମାନଙ୍କର ଉଚିତ ହୋଇନାହିଁ। ଦୟାକରି ଏହି କଥା ସ୍ମରଣ ରଖିବେ ଏବଂ ଆପଣ ଯାହା ଉପଯୁକ୍ତ, ଏଇଠି ମନେ ରଖନ୍ତୁ, ଆପଣ ଯାହା ଉପଯୁକ୍ତ ଓ କରଣୀୟ ବୋଲି ବିବେଚନା କରିବେ ତାହା ହିଁ କରିବେ। ଆପଣଙ୍କର ବିଶ୍ୱସ୍ତ ଜବାହରଲାଲ ନେହେରୁ। ଅଟଲିଙ୍କ ପାଖକୁ ଯୋଉ ନେହେରୁ ଚିଠି ଦଉଛନ୍ତି, ମୁଁ କହିଛି ମିତ୍ର ଶକ୍ତି ଭିତରେ ଯୋଉ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଗୋଟିଏ ପଟେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ରଷିଆ ଥିଲା। ଇଏ ଯାଇକି ରଷିଆରେ ଲୁଚିଛନ୍ତି ଏବଂ ତାଙ୍କୁ ଷ୍ଟାଲିନ ମଧ୍ୟ ତାଙ୍କୁ ନିଜ ପାଖରେ ଆତ୍ମଗୋପନ ପାଇଁ ସାହାଯ୍ୟ କରିଛନ୍ତି। କିନ୍ତୁ ରଷିଆ ଥିଲା ଜାପାନ ବିରୁଦ୍ଧରେ, ତେଣୁ ରଷିଆ ତାଙ୍କୁ ଆତ୍ମଗୋପନରେ ସାହାଯ୍ୟ କରିବା କଥା ନୁହଁ। ତେଣୁ ନେହେରୁ ଚିଠି ଲେଖୁଛନ୍ତି ଅଟଲିଙ୍କ ପାଖକୁ, ବ୍ରିଟିଶ ପ୍ରାଇମ ମିନିଷ୍ଟରଙ୍କ ପାଖକୁ, ରଷିଆ, ବ୍ରିଟେନ, ଆମେରିକା ଏମାନେ ବନ୍ଧୁ ହିସାବରେ ଯୁଦ୍ଧ କରିଥିଲେ, କିନ୍ତୁ ଯେ ୱାର କ୍ରିମିନାଲ ଆମର ନେତାଜୀ ସେ ଯାଇକି ରଷିଆରେ ଲୁଚିଛନ୍ତି, ଏଇଟା ଠିକ ନୁହଁ। ତେଣୁ ଯାହା କରଣୀୟ ଆପଣ କରିବେ, କରଣୀୟ ମାନେ କ'ଣ, ତା ଭିତରେ ସବୁ କିଛି ରହିଗଲା। ତା ଅର୍ଥ ତାକୁ ଧରନ୍ତୁ, ମାରନ୍ତୁ, ଯାହା କରନ୍ତୁ, ଯାହା କରଣୀୟ ଆପଣ କରିବେ। ଏବଂ ଟ୍ରାନ୍ସଫର ଅଫ ପାୱାରରେ ମଧ୍ୟ ସ୍ପଷ୍ଟ ଭାବରେ ଲେଖାଯାଇଛି, ଆପଣ ମୋର ମିଳିଲେ ନେତାଜୀ ବହି ପଢିଲେ ଜାଣିପାରିବେ। ଟ୍ରାନ୍ସଫର ଅଫ ପାୱାରରେ ଡକୁମେଣ୍ଟରେ ସ୍ପଷ୍ଟ ଲେଖା ହେଇଛି, ନେତାଜୀଙ୍କୁ ଯଦି ଜୀବନରେ ଧରିଲେ ତାଙ୍କୁ ଧରିକି ଆଣ, ନହେଲେ ମାରିଦିଅ। ଏଇଥିପାଇଁ ନେତାଜୀ ଆତ୍ମପ୍ରକାଶ କରିନଥିଲେ। ନେତାଜୀ ଜଣେ ମହାନ ବିପ୍ଳବୀ ଥିଲେ। ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଭାରତବର୍ଷ ସ୍ୱାଧୀନ ହଉ। ସ୍ୱାଧୀନ ହେଲା ପରେ ମୁଁ ମନ୍ତ୍ରୀ ହେବି କି ପ୍ରଧାନମନ୍ତ୍ରୀ, ତାଙ୍କର ସେ ଲାଳସା ନଥିଲା। ତେଣୁ ଏବଂ ଆଗୁଆ କହିଦିଏ, ସେ କଲେଜରେ ରେଭେନ୍ସାରେ ପଢିଲା ବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗୋଟାଏ ବର୍ଷ ଗାୟବ ହେଇଯାଇଥିଲେ, ମାନେ ଲାପତା ହେଇଥିଲେ। ତାଙ୍କର ପିଲାବେଳୁ ଗୋଟେ ସନ୍ନ୍ୟାସୀ ହବାର ଗୋଟେ ଅଭିଳାଷ ଥିଲା। ସେ ଗୋଟାଏ ବର୍ଷ ହିମାଳୟ ଚାଲି ଯାଇଥିଲେ। ଏଗୁଡ଼ା ବି ମୋର ଗପ ନୁହଁ, ଏଗୁଡ଼ା ଡକୁମେଣ୍ଟ, ତଥ୍ୟ। ତେଣୁ ସିଏ ଯେତେବେଳେ ଦେଖିଛନ୍ତି ଦେଶ ସ୍ୱାଧୀନ ହେଇଗଲା, ଯାହା ଚାହୁଁଥିଲେ ସିଏ, ତେଣୁ ସିଏ ଆଉ କ୍ଷମତାକୁ ଫେରିବେ, ମୁହଁ ଦେଖିବେ ଆଉ ଚାହିଁଲେନି। ଏବଂ ସେ ଜଣେ ମହାନ କ୍ରିୟାଯୋଗୀ ସାଧକ। ଯଦିଓ ପରବର୍ତ୍ତୀ ସମୟରେ ସେ ଭାରତବର୍ଷକୁ ଫେରିଛନ୍ତି। 1985 ମସିହା ଯାଏଁ ଲକ୍ଷ୍ନୌରେ ସେ ଘରଟା ନାଁ ହେଉଛି ଲକ୍ଷ୍ନୌରେ ସେ ରହିଛନ୍ତି ଏବଂ ତାଙ୍କୁ ଦେଖିବାକୁ ତାଙ୍କ ଜନ୍ମଦିନରେ ଇନ୍ଦିରା ଗାନ୍ଧୀ ଆସନ୍ତି, ଅନ୍ୟାନ୍ୟ ନେତାମାନେ ଆସନ୍ତି, ତାଙ୍କର ବାର୍ଥଡେ କେକ୍ କଟାଯାଏ। କିନ୍ତୁ କଂଗ୍ରେସ ସରକାର କହିଥିଲା, ତେମେ ଚୁପଚାପ ମୁହଁ ବନ୍ଦ କରି କେବଳ ବସିବ, ତମର ଆତ୍ମପ୍ରକାଶ କରିବାର ଆବଶ୍ୟକତା ନାହିଁ। ଆତ୍ମପ୍ରକାଶ କଲେ ତମକୁ ମାରି ଦିଆଯିବ। ନେତାଜୀ ଦେଖିଲେ ଦେଶ ସ୍ୱାଧୀନ ହେଲା, ବର୍ତ୍ତମାନ ଭାରତବର୍ଷକୁ ଭାରତୀୟ ମାନେ ଚଳାନ୍ତୁ, ମୋର କିଛି ଆବଶ୍ୟକତା ନାହିଁ। ଆଉ ତା ଛଡ଼ା ଯାହା ମନ ଭିତରେ ବୈରାଗ୍ୟ ଥିଲା, ସନ୍ନ୍ୟାସ ହେବାର ଇଚ୍ଛା ଥିଲା, ସେ ପ୍ରକୃତରେ ଜଣେ ଯଥାର୍ଥ ସନ୍ନ୍ୟାସୀ ଥିଲେ। ସେ କଥା ମଧ୍ୟ ତାର ସୂଚନା ମଧ୍ୟ ମୁଁ ମୋ ବହିରେ ଦେଇଛି। ଏପରିକି ନେତାଜୀଙ୍କର ନିଜର ଗୋଟେ ହାତ ଲିଖିତ ବହି ଅଛି ବେଙ୍ଗଲୀରେ, ଓଏ ସେ ମହାମାନବ ଆସେ। ସେଟା ତାଙ୍କ ନିଜ ଲିଖିତ ବହି ବେଙ୍ଗଲୀରେ। ତାକୁ ପଢିଲେ ଆପଣ ମାନେ ଜାଣିବେ ସେ କେତେ ଉଚ୍ଚ ସ୍ତରର ଜଣେ ସନ୍ନ୍ୟାସୀ ଥିଲେ, ନୁହଁ, ଅଛନ୍ତି। ତେଣୁ ମୋର କହିବାର କଥା ହେଲା, ଆଉ ସ୍ପଷ୍ଟ ଭାବରେ କହୁଛି, ନେତାଜୀଙ୍କର ବିମାନ ଦୁର୍ଘଟଣାରେ ଆଦୌ ମୃତ୍ୟୁ ହୋଇନଥିଲା। ତାହା ଥିଲା ଗୋଟେ ସୁପରିକଳ୍ପିତ ଷଡ଼ଯନ୍ତ୍ର, କେବଳ ସାରା ବିଶ୍ୱକୁ ଭୁଆଁ ବୁଲିବା ପାଇଁ। ତା ନହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯେତେବେଳେ ଜାପାନ ହାରିଗଲା, ନେତାଜୀ ଧରା ପଡ଼ିଥାନ୍ତେ, ତାଙ୍କୁ ମାରି ଦିଆଯାଇଥାନ୍ତା। ଆଉ ସେତେବେଳକୁ ଭାରତବର୍ଷ ସ୍ୱାଧୀନତା ଲାଭ କରିନାହିଁ। ତେଣୁ ତାଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଆଦୌ ହୋଇନାହିଁ।
ଏବଂ କୁଆଡ଼େ କୁଆଡ଼େ ଗଲେ, କୋଉଠି ଲୁଚିଲେ, କ'ଣ କଲେ, ମୁଁ ପରବର୍ତ୍ତୀ ସିରିଜ ମାନଙ୍କରେ ମୁଁ ଆପଣମାନଙ୍କୁ କହିବି। ଏବେ ଏଇ ଯୋଉ ଗୋଟେ ସାଧା ସିଧା ପ୍ରଶ୍ନ ସମସ୍ତେ ପଚାରନ୍ତି, ନେତାଜୀ କ'ଣ ଏବେ ଜୀବିତ? ମୁଁ ସ୍ପଷ୍ଟ ଉତ୍ତରରେ ଆପଣଙ୍କୁ କହିଦେଉଛି, ନେତାଜୀ ଏବେ ବି ଜୀବିତ। ତାଙ୍କୁ ବର୍ତ୍ତମାନ ଏଇ ଜାନୁଆରୀ 23ରୁ 129 ବର୍ଷ ଚାଲିଲା। ପୁଣି ଅନ୍ୟମାନେ ପଚାରିବେ, ଏତେ ଦିନ ଯାଏ କ'ଣ କିଏ ବଞ୍ଚିପାରେ 129 ବର୍ଷ? ଜାପାନରେ ଆଜି ଯାଏଁ ବର୍ତ୍ତମାନ ଗୋଟେ ସାଧାରଣ ମୃତ୍ୟୁର ବୟସ ତାଙ୍କର 130 ବର୍ଷ। ଜାପାନରେ ସମସ୍ତେ ଅଧିକାଂଶ ଶତାୟୁ, କାରଣ ତାଙ୍କର ଜୀବନଚର୍ଯ୍ୟା ସେୟା, ତାଙ୍କର ଜୀବନ ଚଳଣି ସେୟା। ଜାପାନରେ ଯଦି ସମସ୍ତେ 100 ଉପରେ ବଞ୍ଚୁଛନ୍ତି, ତାହେଲେ ନେତାଜୀଙ୍କର 129 ବର୍ଷ ବଞ୍ଚିବା ଅସମ୍ଭବ କ'ଣ? ତା ଛଡ଼ା ମୁଁ କହିଛି, ଆମର ଲଙ୍ଗୁଳି ବାବା 500-600 ବର୍ଷ ବଞ୍ଚିଥିଲେ। ଅନେକ ସାଧୁ ସନ୍ଥ ଶତାଧିକ ବର୍ଷ ବଞ୍ଚିଥିଲେ। ମୁଁ ନିଜେ ଆଗରୁ କହିଛି, ମୋର ଯୋଉ ଅଜଣା ବାୟା ବାବାଙ୍କ ସହିତ, ପାଗଳା ବାବାଙ୍କ ସହିତ ଦେଖା ହେଇଥିଲା ଏଇ ବହୁ ଗ୍ରାମରେ, ତାଙ୍କୁ 800 ବର୍ଷ ସେ ବଞ୍ଚିଥିଲେ। ସାଧକ ମାନଙ୍କ ପାଖରେ ସେ ଆମ ଭଳିଆ ଏଇ ଚାଉମିନ ଇଏ ଖାଉନାହାନ୍ତି ଯେ ରୋଗରେ ପଡ଼ି ଗୋଟେ ମରିଯିବେ ଗ୍ୟାସ୍ ଇଏରେ। ସାଧୁ ସନ୍ଥ ମାନେ ଯୋଉମାନେ ସାଧନାରେ ଲିପ୍ତ, ଧ୍ୟାନସ୍ଥ, ତାଙ୍କ ପାଇଁ 100 ବର୍ଷ ବଞ୍ଚିବା କିଛି ବଡ଼ କଥା ନୁହେଁ। ପୁଣି ଥରେ କହୁଛି, ନେତାଜୀ ଏବେ ବି ଜୀବିତ ଏବଂ ସେ ଜ୍ଞାନଗଞ୍ଜରେ ଅଛନ୍ତି। ତାଙ୍କୁ 129 ବର୍ଷ ଏବଂ ସେ, ଆପଣ କହିପାରନ୍ତି ସେ ଜ୍ଞାନଗଞ୍ଜରେ ଅଛନ୍ତି, ତାଙ୍କୁ 129 ବର୍ଷ ବଞ୍ଚିଛନ୍ତି, ଆମେ କେମିତି ଜାଣିବୁ? ସେଇଟା ବି ମୁଁ ପରବର୍ତ୍ତୀ ସମୟରେ କହିବି। ମୋର ମିଳିଲେ ନେତାଜୀ ବହିରେ ସେ କଥା ମୁଁ ଉଲ୍ଲେଖ କରିଛି। କିନ୍ତୁ ଗୋଟିଏ କଥା ସ୍ପଷ୍ଟ କରିଦଉଛି, ନେତାଜୀ ଏବେ ବି ଜୀବିତ। 1 2 ଯଦି ବିମାନ ଦୁର୍ଘଟଣାରେ ସେଦିନ ନେତାଜୀ ମରି ନଥିଲେ, ତାହେଲେ ସେ କୁଆଡ଼େ ଥିଲେ, କୋଉଠି ଥିଲେ, ଏ ସମସ୍ତ ରହସ୍ୟରୁ ପର୍ଦ୍ଦା ମୁଁ ପରବର୍ତ୍ତୀ ସିରିଜ ମାନଙ୍କୁ ଉଠେଇବି। ଆପଣମାନେ ଧୈର୍ଯ୍ୟର ସହିତ ଶୁଣନ୍ତୁ। ଜଗନ୍ନାଥଙ୍କ ବିଷୟରେ ବହୁତ କହିଲି। ମୁଁ ଇତିହାସକୁ ଭଲ ପାଏ। ଇତିହାସରେ ଯାହା ସବୁ ଭୁଲ କରାଯାଇଛି ମୁଁ ତା ଉପରେ ଗବେଷଣା କରି ସତ୍ୟ ପାଖରେ ଉପନୀତ ହେବାକୁ ସାରା ଜୀବନ ଚେଷ୍ଟା କରିଛି। ତେଣୁ ନିଖୋଜ ନେତାଜୀ, ମିଳିଲେ ନେତାଜୀ, ନାଥୁରାମ ନଥି, ମିଛ ମହାତ୍ମା, ଚୈତନ୍ୟ ହତ୍ୟା ରହସ୍ୟ, ତାଜମହଲ ଏକ ଶିବ ମନ୍ଦିର ଇତ୍ୟାଦି ଇତ୍ୟାଦି ଇତିହାସକୁ ବିକୃତ କରିଥିବା କଂଗ୍ରେସ ସରକାର ଯୋଉ ବିକୃତ କରିଛନ୍ତି, ମୁଁ ସେଗୁଡ଼ିକ ମୋର ଗବେଷଣା ଦ୍ୱାରା ସତ୍ୟ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛି। ଭାବୁଛି ଆଜି ପାଇଁ ରହୁଛି। ଆଜିଠାରୁ ନେତାଜୀଙ୍କ ସିରିଜ ଆରମ୍ଭ ହେଲା। ଏହା ପରେ ଆମେ ଜାଣିବା, ଯଦି ବିମାନ ଦୁର୍ଘଟଣାରେ ନେତାଜୀ ମରି ନଥିଲେ, ତାହେଲେ ସେ ଗଲେ କୁଆଡ଼େ, 1 ଆଉ ଯଦି ବଞ୍ଚିଥିଲେ ସେ ଭାରତ ବର୍ଷରେ ଆତ୍ମପ୍ରକାଶ କଲେ ନାହିଁ କାହିଁକି? ବିଶ୍ୱରେ 2 ଜଣ ବ୍ୟକ୍ତି ଯାହାଙ୍କର ମୃତ୍ୟୁକୁ ନେଇ ଏବେ ମଧ୍ୟ ରହସ୍ୟ ଲାଗି ରହିଛି। ଜଣେ ହେଲେ ନେତାଜୀ, ଆଉ ଜଣେ ହେଲେ ଶ୍ରୀ ଚୈତନ୍ୟ ମହାପ୍ରଭୁ। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଧର୍ମାବଲମ୍ବୀ ବୈଷ୍ଣବ ଅନୁଗାମୀ ମାନେ କହୁଛନ୍ତି ସେ ଜଗନ୍ନାଥ ମଧ୍ୟରେ ଲୀନ ହେଇଗଲେ, ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଆରେ ଯଦି ଲୀନ ହେଇଗଲେ, ଯୋଉଦିନ ଲୀନ ହେଲେ ତାଙ୍କର ଶ୍ରାଦ୍ଧବାର୍ଷିକୀ ପାଳନ କରୁଛୁ ନା, ତାଙ୍କର ସେମିତି ଜୟନ୍ତୀ ପାଳନ ହଉଛି। ତେଣୁ ସିଏ ମଧ୍ୟ ଏକ ରହସ୍ୟ ହେଇ ରହିଯାଇଛି। ମୁଁ ଚୈତନ୍ୟଙ୍କ ଉପରେ ସିରିଜ କରିଛି, ଆପଣମାନେ ଦେଖିପାରିବେ। ଚୈତନ୍ୟ ଏବଂ ନେତାଜୀ ଏଇ 2 ଜଣଙ୍କର ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟ ହେଇ ରହିଅଛି। ଆଜି ଏ ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ମୋତେ ନିଶ୍ଚୟ ଜଣେଇବେ। ଯଦି ପ୍ରକୃତରେ ଭଲ ଲାଗୁଥାଏ ମୋତେ କମେଣ୍ଟରେ, ଯେତେ ଅଧିକା ପରିମାଣରେ କମେଣ୍ଟରେ ଜଣେଇବେ ଯେ ହଁ ଆପଣ ନେତାଜୀଙ୍କର ମୃତ୍ୟୁ ରହସ୍ୟ, ସେ ତ ମରି ନାହାନ୍ତି, ବଞ୍ଚିଛନ୍ତି। ମୁଁ ସବୁ ଗୋଟି ଗୋଟି କହିବି। ସେ ଭାରତ ବର୍ଷରେ କୋଉଠି ଥିଲେ, କ'ଣ କରୁଥିଲେ, ତାଙ୍କୁ କିଏ ଦେଖା କରୁଥିଲା, ବର୍ତ୍ତମାନ କୋଉଠି ଅଛନ୍ତି, ବିମାନ ଦୁର୍ଘଟଣାର ତଥାକଥିତ ମୃତ୍ୟୁ ପରେ ସେ କୋଉଠି ଥିଲେ, ସବୁ କହିବି। ତେଣୁ ଆପଣମାନଙ୍କର ଯଦି ପ୍ରକୃତରେ ଆଗ୍ରହ ଥାଏ ମୋତେ ଯଥେଷ୍ଟ କମେଣ୍ଟରେ ଜଣେଇବେ ଯେ ହଁ ଆମେ ୟାକୁ ଜାଣିବାକୁ ଚାହୁଁଛୁ, ତାହେଲେ ମୁଁ କହିବି। ତା ନହେଲେ ଏତେ କଷ୍ଟ କରି ମୁଁ ଅଯଥା ଆପଣଙ୍କ ଆଡ଼େ ଭଡ଼ ଭଡ଼ ହେବାକୁ ମୁଁ ମଧ୍ୟ ଚାହୁଁନାହିଁ। ଯେହେତୁ ନେତାଜୀଙ୍କୁ ମୁଁ ଭଲ ପାଏ, ମୋ ଜୀବନର ଆଦର୍ଶ ହେଲେ ନେତାଜୀ।
तेणु मु चाहिली जी मोर आदर्श से सत्यटा सबुदिन उन्मोचित हेउ। शेयर आपण मानकर कमी जाउची मु क्षोभर सहित कहूची आपण माने सुनिले काहाको भलो लागू न लागू आपण आपण सांग मानकु शेयर करंतु केही तो सुनिबो केही तो जानिबो केही तो पुनी आग्रह प्रकाश करिवो शेयर करंतु जो माने केवल जगन्नाथ प्रेमी जगन्नाथ कथा सुनिया को चाहउचंती से माने दया करी माँ भौणी बंधु माने धैर्यर सहित आमर नेताजी कथा मध्य जानतु शुणतु खाली सबले जगन्नाथ कथा सुनले हबनी जेथा चा शेयर करंतु मते कमेंट रे जणांतु आगु को नेताजी विषय जानिया को चाहउचंती ना नहीं लाइक करंतु एवं सब्सक्राइब न करथिले सब्सक्राइब करंतु। आज पे रहिली नमस्कार जय हिंद।